ନମସ୍କାର। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଯେ ଆମେଣ୍ଡମେଣ୍ଟ ରୁଲ 2006 କଣ କହୁଛି। ରାଇଟ୍ ଟୁ ଇନଫର୍ମେସନର ଆମେଣ୍ଡମେଣ୍ଟ ରୁଲ 2006 ଓଡ଼ିଶା ପାଇଁ କଣ କହୁଛି। ତେଣୁ ମୁଁ ଆରମ୍ଭ କରିବା ପୂର୍ବରୁ ସମସ୍ତ ଇନଫର୍ମେସନ ଅଫିସର, ପବ୍ଲିକ ଇନଫର୍ମେସନ ଅଫିସର, ଫାଷ୍ଟ ଆଫିଲିଏଟ୍ ଅଥରିଟି ଏବଂ ସମସ୍ତ ସିଟିଜେନ ମାନଙ୍କୁ ଅନୁରୋଧ କରିବି ଭଲରେ ଶୁଣିବେ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। କାରଣ କିଛି ଦୁଇ ହଜାର ଆମେ 2000 ରୁଲ ଯୋଉଟା 2005 ଥିଲା ରୁଲ, ତାଠୁ କିଛି ଆପଣଙ୍କର 2006ରେ ଆମେଣ୍ଡମେଣ୍ଟ କରାଯାଇଛି ବା କିଛି ସବଷ୍ଟିଚ୍ୟୁଟ୍ ନିଆଯାଇଛି, ତା ବିଷୟରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ନୂଆ ନୂଆ ପ୍ରେରଣା ଯୋଗାଉଛି, ନୂଆ ନୂଆ ତଥ୍ୟ ନେଇକି ଆପଣମାନଙ୍କ ସମ୍ମୁଖରେ ନୂଆ ଭିଡ଼ିଓ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ଆମେଣ୍ଡମେଣ୍ଟ ରୁଲ 2006 କଣ କହୁଛି। ତାର ପଏଣ୍ଟ ନମ୍ବର 1, 2, 3 ଆମେ ଆଲୋଚନା କରିବା। ତେବେ କଣ କହୁଛି ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ଆମେଣ୍ଡମେଣ୍ଟ ରୁଲ 2006 କଣ କହୁଛି ନା, ପ୍ରଥମ ହେଲା ଯେ ଏସ୍ଆର୍ଓ ଏସ୍ଆର୍ଓ ନମ୍ବର 251/2006, ଯୋଉଟା କି ଇନ୍ ଏକ୍ସରସାଇଜ ଅଫ ଦ ପାୱାର୍ସ କନଫର୍ଡ ବାୟ ଦ ସେକ୍ସନ 26 ଅଫ ଦ ରାଇଟ୍ ଟୁ ଇନଫର୍ମେସନ ଆକ୍ଟ 2005, ଯୋଉଟା କି ଆପଣଙ୍କର ଆକ୍ଟ ହେଲା 22/2005। ଦ ଷ୍ଟେଟ୍ ଗଭର୍ଣମେଣ୍ଟ ଡୁ ହିୟର ବାଇ ମେକ୍ ଦ ଫଲୋଇଂ ରୁଲ୍ସ ଟୁ ଆମେଣ୍ଡ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ରୁଲ୍ସ 2005। ଏଇଟା ହେଲା ଯେ ଯୋଉଟା ଥିଲା 2005ର ରୁଲ, ଆରଟି ରୁଲ 2005ର ଯୋଉ ରୁଲ ଥିଲା, ସେଥିରୁ କିଛି ରୁଲଟାକୁ ପରିବର୍ତ୍ତନ କରାଯାଇଛି। ଏସ୍ଆର ନମ୍ବର 251/2006ରେ ସେଇଟାକୁ ପରିବର୍ତ୍ତନ କରାଯାଇଛି। ଆକ୍ଟ କୋଉଟା ନା 22/2005। ୟାର ମିନିଂ ହେଲା ଯେ ଆରଟି ଆକ୍ଟ ଯୋଉଟା ଆସେମ୍ବଲିରେ ତିଆରି କରାଯାଇଛି ସେଟା 22ତମ ଆକ୍ଟ, ତେଣୁକରି ନମ୍ବର ଅଫ 22 ଏବଂ ଆକ୍ଟ ହେଲା 2005। ଏଇଟା ମୁଁ ଆପଣମାନଙ୍କର ଜାଣିବା ପାଇଁ ସମସ୍ତ ନାଗରିକ ମାନଙ୍କୁ ଏବଂ ସମସ୍ତ ପବ୍ଲିକ ଇନଫର୍ମେସନ ଏବଂ ଫାଷ୍ଟ ଆଫିଲିଏଟ୍ ଅଥରିଟି ମାନଙ୍କୁ ସଚେତନ କରିବା ପାଇଁ ମୁଁ ପ୍ରାଞ୍ଜଳ ଭାବରେ ଆପଣମାନଙ୍କ ସହିତ ଆଲୋଚନା କରୁଅଛି। ତେବେ ଯେମିତି ଆପଣଙ୍କର 2000 ଆର୍ଟି ରୁଲ 2005ରେ ଯେମିତି ସର୍ଟ ଟାଇଟଲ ଦିଆଯାଇଥିଲା, ଏଇଠି ମଧ୍ୟ ତା ଟାଇଟଲ ଚେଞ୍ଜ ହେଇଛି। ଯେହେତୁ ସେଟା 2005 ଥିଲା, ଏଇଟା ସର୍ଟ ଟାଇଟଲ କଣ ହବ ନା, ସର୍ଟ ଟାଇଟଲ ହେଲା ଦିସ୍ ରୁଲ୍ସ ମେ ବି କଲ୍ଡ ଦ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ଆମେଣ୍ଡମେଣ୍ଟ ରୁଲ 2006 ବୋଲି କୁହାଗଲା। ୟା ପୂର୍ବରୁ କଣ କୁହାହଉଥିଲା ନା ଓଡ଼ିଶା ଓଡ଼ିଶା ଆରଟିଆଇ ରୁଲ 2005 ବୋଲି କୁହାହଉଥିଲା। କିନ୍ତୁ ବର୍ତ୍ତମାନ ଆଉ ସେଟାର କିଛି ଅଂଶ ଯେହେତୁ ପରିବର୍ତ୍ତନ କରାଯାଇଛି, ତେଣୁକରି ବର୍ତ୍ତମାନ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ଆମେଣ୍ଡମେଣ୍ଟ ରୁଲ 2006 ବୋଲି କୁହାଯାଉଛି। ଟାଇଟଲ କେବଳ ଚେଞ୍ଜ ହେଇଛି। ରାଇଟ୍, ସେଟା 5 ଥିଲା, ଏଇଟା 6 ହେଲା। ଦେନ୍ ପଏଣ୍ଟ ନମ୍ବର 2ରେ କଣ କହୁଛି, ଦେ ସାଲ୍ କମ୍ ଇନଟୁ ଫୋର୍ସ କେବେ ନା, ଯୋଉଦିନ ଏଇ ଯୋଉ ଆମେଣ୍ଡମେଣ୍ଟ ରୁଲ ବା ସବଷ୍ଟିଚ୍ୟୁଟ କରାଗଲା, କିଛି 2005ର କିଛି ଜିନିଷକୁ ଚେଞ୍ଜେସ୍ କରାଗଲା ବା ଅପଗ୍ରେଡ କରାଗଲା ବା ନୂତନୀକରଣ କରାଗଲା ବା କିଛି ମିଶାଗଲା, ସେଟା କେବେଠାରୁ କାର୍ଯ୍ୟକାରୀ ହେବ, ଯୋଉଦିନ ଓଡ଼ିଶା ଗେଜେଟରେ ପାରିତ ହବ ବା ପବ୍ଲିକେସନ କରାଯିବ। ଯୋଉଦିନ ଓଡ଼ିଶା ଗେଜେଟରେ ଆପଣଙ୍କର ପବ୍ଲିକେସନ କରାଯିବ, ସେଇଦିନ ଠାରୁ ଏଇ ଆମେଣ୍ଡମେଣ୍ଟ ରୁଲ 2006 ବା ରାଇଟ୍ ଟୁ ଇନଫର୍ମେସନ ରୁଲ ଆମେଣ୍ଡମେଣ୍ଟ ରୁଲ 2006ଟି କାର୍ଯ୍ୟକାରୀ ହେବ ବା ଇମ୍ପ୍ଲିମେଣ୍ଟ ହେବ। ଏଇ ଜିନିଷଟା 2ରେ ବର୍ଣ୍ଣନା କରାଯାଇଛି। ତେବେ ପଏଣ୍ଟ ପଏଣ୍ଟ ନମ୍ବର 1ର ପଏଣ୍ଟ ନମ୍ବର 1 ହେଲା ସର୍ଟ ଟାଇଟଲ। ତାର 1, 2 ଆମେ ଆଲୋଚନା କଲେ। 1 ହେଲା ଆମେଣ୍ଡମେଣ୍ଟ ରୁଲ 2006 ହେଲା। ତାର ସବ ପଏଣ୍ଟ 2 ହେଲା ଏଇଟା କାର୍ଯ୍ୟକାରୀ କେବେ ହବ ନା, ଯୋଉ ଦିନ ଆପଣଙ୍କର ପବ୍ଲିକେସନ ଇନ୍ ଦା ଓଡ଼ିଶା ଗେଜେଟରେ ପବ୍ଲିକେସନ ହବ। ତେବେ ପଏଣ୍ଟ ନମ୍ବର 1 ଆପଣଙ୍କର 2006ର ଆମେଣ୍ଡମେଣ୍ଟ ରୁଲ 2006ର ପଏଣ୍ଟ ନମ୍ବର 1 ସରିଲା। ପଏଣ୍ଟ ନମ୍ବର 1 ଅଣ୍ଡରରେ ସବ ଉପ ପଏଣ୍ଟ 1 ଏବଂ ଉପ ପଏଣ୍ଟ 2 ଗଲା। ତେବେ ପଏଣ୍ଟ ନମ୍ବର 2ରେ କଣ କୁହାଯାଇଛି ନା, ପଏଣ୍ଟ ନମ୍ବର 2ରେ ଇନ୍ ଦ ଓଡ଼ିଶା ରାଇଟ୍ ଟୁ ଇନଫର୍ମେସନ ରୁଲ 2005 ଫର ଦ ରୁଲ 11 ଦ ଫଲୋଇଂ ରୁଲ ସାଲ୍ ବି ସବଷ୍ଟିଚ୍ୟୁଟ ନେମଲି, ଅର୍ଥାତ ଆରଟି ରୁଲ 2005 ଯୋଉ ପଏଣ୍ଟ ନମ୍ବର 11 ଥିଲା, ଯୋଉଟା କି ରେଜିଷ୍ଟର ମେଣ୍ଟେନାନ୍ସ ଉପରେ, ତାକୁ କିଛି ମାତ୍ରାରେ ସବଷ୍ଟିଚ୍ୟୁଟ କରାଯାଇଛି। କଣ କଣ ସବଷ୍ଟିଚ୍ୟୁଟ କରାଯାଇଛି ତାକୁ ଆମେ ଦେଖିବା। ସେ ଯୋଉ ଆମେଣ୍ଡମେଣ୍ଟ 2011 ପଏଣ୍ଟରେ ଯାହା ଥିଲା ମେଣ୍ଟେନାନ୍ସ ଅଫ ରେଜିଷ୍ଟର, ତାକୁ କଣ କଣ ମିଶା ଯାଇଛି ବା କଣ କଣ ସେଥିରେ ଆଡ୍ କରାହେଇଛି, ସବଷ୍ଟିଚ୍ୟୁଟ ନିଆହେଇଛି, ତାକୁ ଦେଖିବା। ସେଇଟା ହେଲା ଦି ପବ୍ଲିକ ଇନଫର୍ମେସନ ଅଫିସର ସାଲ୍ ମେଣ୍ଟେନ୍ ଏ ରେଜିଷ୍ଟର ଇନଫର୍ମ, ଅର୍ଥାତ ଇନଫର୍ମେସନ ରେଜିଷ୍ଟର ମେଣ୍ଟେନ କରିବେ। ଏଇଟା
2005 ରେ ବି ଥିଲା, କିନ୍ତୁ କଣ ଆଉ ଅଧିକା ଆଡ୍ କରାହେଇଛି ଦେଖନ୍ତୁ। ଫର ରେକର୍ଡିଂ ଦ ଡିଟେଲ୍ସ ଅଫ ଦ ଆପ୍ଲିକେସନ ରିସିପ୍ଟ ଆଣ୍ଡ ଦ ଇନଫର୍ମେସନ ସପ୍ଲାଇଡ୍ ବାଇ ହିମ୍ ଆଣ୍ଡ କେପ୍ଟ ଦ keep the head of office informed after furnishing any information, and it shall be the duty of the head of office to ensure required assistance, if any, as would be sought for by the public information officer to facilitate providing information, and the said register shall remain always open to inspection by the members of the public required in respect of the proactive disclosure under section 41B of the RT Act 2005। ଏଥିରେ କିଛି ସବଷ୍ଟିଚ୍ୟୁଟ କଣ କରାଯାଇଛି ନା ଯୋଉ ଫର୍ମ ନମ୍ବର ଏଫ ଯାହା ମେଣ୍ଟେନ କରିବେ ଇନଫର୍ମେସନ ରେଜିଷ୍ଟର, ସେଟା ଆପଣଙ୍କର ଯାହା ବି ଆପ୍ଲିକେସନ ଆସିଲା ବା ଯାହା ଆପ୍ଲିକେସନର ଇନଫର୍ମେସନ ଦିଆଗଲା, କଣ ଦିଆଗଲା ନ ଦିଆଗଲା ବା ରିଜେକ୍ଟ କରାହେଲା ବା ଟ୍ରାନ୍ସଫର କଲା, ତାର ତମାମ ବିବରଣୀ ଆପଣଙ୍କର ମେଣ୍ଟେନ କରିବେ। ଏବଂ ୟାର କାହାର ଅ କର୍ଣ୍ଣଗୋଚର କରିବେ ନା ହେଡ ଅଫ ପବ୍ଲିକ ଅଥରିଟି ଯିଏ ଅଛନ୍ତି, ହେଡ ଅଫ ପବ୍ଲିକ ଅଥରିଟିର କର୍ଣ୍ଣଗୋଚର କରିବେ ବା ତାଙ୍କ ଜ୍ଞାତସାରକୁ ଆଣିବେ। ଏବଂ ଯାହା ତାଙ୍କୁ ଜ୍ଞାତସାରକୁ ଯେତେବେଳେ ଅଣାହେବ, ହେଡ ଅଫ ପବ୍ଲିକ ଅଥରିଟି ଯାହା ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ ଯାହା ରିକ୍ୱାର୍ଡ ହବ ଆସିଷ୍ଟାଣ୍ଟ, ସେ ସମସ୍ତ ସେ ପ୍ରଦାନ କରିବେ। ଏବଂ ସେଇ ରେଜିଷ୍ଟରଟି ସବୁବେଳ ପାଇଁ ଓପେନ ରହିବ କାହା ପାଇଁ ନା ଯେତେବେଳେ ଯୋଉ ସିଟିଜେନ ଆସିବେ ଦେଖିବେ ବା ଇନ୍ସପେକ୍ସନ କରିବାକୁ ଆସୁଛନ୍ତି, ସେଇ ସେ ପ୍ରୋଆକ୍ଟିଭ ଡିସକ୍ଲୋଜର ମଧ୍ୟ ସେଥିରେ ଆପଣଙ୍କର ସଂଲଗ୍ନ ହେଇକି ଥିବ ଏବଂ ସେଇ ରେଜିଷ୍ଟରଟି ସମସ୍ତଙ୍କ ପାଇଁ ଖୋଲା ରହିବ। ଏଇଟା ହଉଛି ସବଷ୍ଟିଚ୍ୟୁଟ କରାଗଲା ଆମେଣ୍ଡମେଣ୍ଟ ରୁଲ 2006ରେ, ଯୋଉଟା କି ଆରଟି ରୁଲ 2011ର ମେଣ୍ଟେନାନ୍ସ ଅଫ ରେଜିଷ୍ଟର ଥିଲା। ସେଇଟାକୁ ଆମର କଣ ପଏଣ୍ଟ ନମ୍ବର ଆମେଣ୍ଡମେଣ୍ଟ ରୁଲ ପଏଣ୍ଟ ନମ୍ବର 2ରେ ଏଇଟାକୁ ଇନୁମେରେଟ କରାଗଲା ବା ସାଇଟ କରାଗଲା, ଯଥାର୍ଥ ଭାବରେ ତାକୁ ବ୍ୟାଖ୍ୟା କରାଗଲା। ଅର୍ଥାତ ଯୋଉ ପ୍ରୋଆକ୍ଟିଭ ଡିସକ୍ଲୋଜର ବିଷୟରେ ବା ସେଠି ରହିବ ଏବଂ ତା ସହିତ ଆପଣଙ୍କର କଣ ବିଶେଷ କରି ଯୋଉ ଇନଫର୍ମେସନ ରେଜିଷ୍ଟର ଯୋଉ ମେଣ୍ଟେନ କରିବେ, ଯାହା ଆପ୍ଲିକେସନ ପାଇଲେ, ରିସିଭ କଲେ, ସପ୍ଲାଏ କଲେ ବା ଆପଣଙ୍କର ଟ୍ରାନ୍ସଫର କଲେ, ତାର ତମାମ ବିବରଣୀ ଏବଂ କଣ ଅସୁବିଧା ହେଲା, କଣ ପ୍ରୋବ୍ଲେମ ହେଲା, ତାର ସମସ୍ତ ବିଷୟବସ୍ତୁ କାହାକୁ ଜଣେଇବେ ହେଡ ଅଫ ପବ୍ଲିକ ଅଥରିଟିକୁ। ଏବଂ ହେଡ ଅଫ ପବ୍ଲିକ ଅଥରିଟିର କାର୍ଯ୍ୟକ୍ରମ ମାନେ କଣ, ଏଥିରେ ଡ୍ୟୁଟି କଣ ତାଙ୍କର, ଡ୍ୟୁଟି ଅଫ ଦ ହେଡ ଅଫ ପବ୍ଲିକ ହେଡ ଅଫ ଅଫିସ, ଅର୍ଥାତ ସେଇ ଅଫିସର ହେଡର ଡ୍ୟୁଟି ହେଲା ରିକ୍ୱାର୍ଡ ଆସିଷ୍ଟାଣ୍ଟ ଯୋଗାଇ ଦେବା ପବ୍ଲିକ ଇନଫର୍ମେସନ ଅଫିସରକୁ। ଯାହା ବି ରିକ୍ୱାର୍ଡ ଅନ୍ୟାନ୍ୟ ଅଫିସରଙ୍କ ସହାୟତା ବା ରିକ୍ୱାର୍ଡ ଯାହା ଆବଶ୍ୟକତା ସେ ସମସ୍ତ ଯୋଗାଇ ଦେବା ହେଉଛି ହେଡ ଅଫ ଅଫିସର ମୁଖ୍ୟ କାମ। ଯେ ହେଡ ସେ ଅଫିସର ହେଡ ତାଙ୍କର ମୁଖ୍ୟ ଡ୍ୟୁଟି, ଡ୍ୟୁଟି ଅଫ ଦ ହେଡ। ତ ପ୍ରୋଭାଇଡିଂ ଇନଫର୍ମେସନ ଆଣ୍ଡ ଦ ସେଡ୍ ରେଜିଷ୍ଟର ସାଲ୍ ରିମେନ୍ ଅଲୱେଜ ଓପେନ୍ ଟୁ ଇନ୍ସପେକ୍ସନ। ଇନ୍ସପେକ୍ସନ କରିବା ପାଇଁ ସେ ରେଜିଷ୍ଟରଟି ସବୁବେଳେ ପାଇଁ ଓପେନ ରହିବ। କାହା ପାଇଁ? ମେମ୍ବର୍ସ ଅଫ ପବ୍ଲିକ ଏଜ୍ ରିକ୍ୱାର୍ଡ ଇନ୍ ରେସ୍ପେକ୍ଟ ଅଫ ଦ ପ୍ରୋଆକ୍ଟିଭ ଡିସକ୍ଲୋଜର ଅଣ୍ଡର ସେକ୍ସନ 41B ଅଫ ଦ ଆରଟିଏ ଆକ୍ଟ 2005। ବୁଝିଗଲେ? ଏଇଟା ହେଲା ଆପଣଙ୍କର ପଏଣ୍ଟ ନମ୍ବର 2 ଆମେଣ୍ଡମେଣ୍ଟ ରୁଲ 2006ର ପଏଣ୍ଟ ନମ୍ବର। এটা কোଉଠୁ ଅଣା ହେଇଛି ନା ଆମେ ଆରଟି ରୁଲ 2005ର ପଏଣ୍ଟ ନମ୍ବର 11 ରୁ ଅଣା ହେଇକି ଏଇ ଜିନିଷଟି ତିଆରି କରାଯାଇଛି। ଅର୍ଥାତ ଲୋକଙ୍କ ପାଇଁ ଏଟା ଓପେନ ରହିବ ଏଇ ରେଜିଷ୍ଟରଟି ଇନ୍ସପେକ୍ସନ କଲାବେଳେ। ତାପରେ ଆମେଣ୍ଡମେଣ୍ଟ ରୁଲ 2006ର ପଏଣ୍ଟ ନମ୍ବର 3 କଣ କହୁଛି? The public information officer shall maintain a cash register in Form G for recording the details of a money received by him relating to providing information and deposit the money in such head of account or in any scheduled bank in the name of such officer as the concerned head of office decides। বা এটা କହିବାକୁ ଗଲେ ସେଇ ଯୋଉ ରେଜିଷ୍ଟର ମେଣ୍ଟେନ କରିବା ବାଦେ ଆଉ ଟିକେ ରେଜିଷ୍ଟର କଣ ମେଣ୍ଟେନ କରିବେ ପବ୍ଲିକ ଇନଫର୍ମେସନ ଅଫିସର ନା ଜି ଫର୍ମ, ଯୋଉଟା କି ଆମେ କହୁଛେ କ୍ୟାଶ ରେଜିଷ୍ଟର, ଯୋଉଟା କି ଆପଣଙ୍କର ଇନଫର୍ମେସନ ପ୍ରୋଭାଇଡ କଲା ବେଳେ କେତେ ପଇସା ସେ ମାଗିଲେ, କେତେ ପଇସା ଆସିଲା, ତାର ତମାମ ବିବରଣୀ ଲେଖିବା ପାଇଁ ଆପଣଙ୍କର ସେ ଗୋଟେ ନିକଟସ୍ଥ ଗୋଟେ ସେଡ୍ୟୁଲ ବ୍ୟାଙ୍କରେ ଗୋଟେ ଆକାଉଣ୍ଟ କ୍ରିଏଟ କରିବେ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ଡେଜିନେସନରେ ବା ନାଁରେ। ଡେଜିନେସନରେ ହବ କି ନାଁରେ ହବ ସେଟା କିଏ ଡିସାଇଡ କରିବେ? ହେଡ ଅଫ ଅଫିସ ଡିସାଇଡ କରିବେ। ସେ ଅଫିସର ହେଡ ଯିଏ ସେଟା ଡିସାଇଡ କରିବେ ତାଙ୍କ ଡେଜିନେସନରେ ହବ କି ତାଙ୍କ ନାଁରେ ହବ, ତାର ତମାମ ବିବରଣୀ ଉପରେ ହେଡ ଅଫ ଅଫିସ ଡିସାଇଡ କରିବେ। ହେଡ ଯେ ଅଫିସର ହେଡ ଯିଏ ସେ ଡିସାଇଡ କରିବେ। ଅର୍ଥାତ କହିବାକୁ ଗଲେ ଆପଣଙ୍କର କ୍ୟାଶ ରେଜିଷ୍ଟର ମଧ୍ୟ ପବ୍ଲିକ ଇନଫର୍ମେସନ ଅଫିସର କଣ ମେଣ୍ଟେନ କରିବାକୁ ବାଧ୍ୟ। ଏବଂ ସେଇଟା ଗୋଟେ ନ୍ୟାସନାଲାଇଜ ବ୍ୟାଙ୍କରେ ଆପଣଙ୍କର ନିକଟସ୍ଥ ସେଡ୍ୟୁଲ ବ୍ୟାଙ୍କରେ ଗୋଟେ କଣ ଆକାଉଣ୍ଟ କ୍ରିଏଟ କରାହବ। ଆଉ ତାର ତମାମ ବିବରଣୀ ଉପରେ କିଏ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ନାଁରେ ହବ କି ତାଙ୍କ ଡେଜିନେସନରେ ହବ, ସେଇଟା ଡିସାଇଡ କରିବେ କିଏ ନା ହେଡ ଅଫ ଅଫିସ। ସେ ଅଫିସର ଯିଏ ମୁଖ୍ୟ ସେ ସେଇଟା ଡିସାଇଡ କରିବେ। ତେବେ ମୁଁ ଆପଣମାନଙ୍କୁ
ଏଇ ଭିଡିଓ ମାଧ୍ୟମରେ ଏତିକି ଜଣାଇବାକୁ ଚାହୁଁଛି ଯେ ଏଇଟା ହଉଛି ଆପଣଙ୍କର ଏସ୍ଆର ନମ୍ବର 251/2006 କେବଳ କିଛି ପରିବର୍ତ୍ତନ କରାଯାଇଛି କୋଉଟା ନା ସବ୍ ଟାଇଟଲ ଯୋଉଟା ଥିଲା 2005 ସେଇଟା ହେଲା ଆପଣଙ୍କର ପଏଣ୍ଟ ନମ୍ବର 1 ରେ ସବ୍ ଟାଇଟଲ ଆସିଲା ଆମେଣ୍ଡମେଣ୍ଟ ରୁଲ 2006 ଏବଂ ତାର ଉପ ପଏଣ୍ଟ ଆସିଲା ଏଇଟା କେବେଠୁ କାର୍ଯ୍ୟକାରୀ ହେବ ପବ୍ଲିକେସନ ଇନ୍ ଦା ଓଡିଶା ଗେଜେଟ ରୁଲରେ ପବ୍ଲିକେସନ ହେଲା ଦିନ ଠାରୁ ଏଇଟା କାର୍ଯ୍ୟକାରୀ ହବ ଏବଂ 2 ନମ୍ବରରେ କହିଲା ଯୋଉଟା କି ଆପଣଙ୍କର ଆରଟି ରୁଲ 2011 ରେ ଥିଲା ରେଜିଷ୍ଟର ମେଣ୍ଟେନାନ୍ସ ସେଇଟା ସେ ଏଇଠି ସବଷ୍ଟିଟ୍ କରିଛି ଯେ ଇନଫର୍ମେସନ ରେଜିଷ୍ଟର ସେ ମେଣ୍ଟେନ କରିବେ ଏବଂ ବି ଯାହା ବି କରସ୍ପଣ୍ଡେନ୍ସ ଅଛି ଯାହା ବି ଆପ୍ଲିକେସନ ଆସିଲା ବା ଟ୍ରାଞ୍ଜାକ୍ସନ ହେଲା ବା ଆପଣଙ୍କ ରିଜେକ୍ଟ ହେଲା ବା ଟ୍ରାନ୍ସଫର ହେଲା ବା ଯାହା ବି ଟ୍ରାଞ୍ଜାକ୍ସନ ହେଲା ସମସ୍ତ ବିବରଣୀ କାହାକୁ ଜଣେଇବେ ହେଡ୍ ଅଫ୍ ଅଫିସକୁ ଜଣେଇବେ ଏବଂ ହେଡ୍ ଅଫ୍ ଅଫିସ ଯଥାଚିତ ସାହାଯ୍ୟ ସହାନୁଭୂତି ଯାହା ଦରକାର ଆଉ ପବ୍ଲିକ ଇନଫର୍ମେସନକୁ ସେଟା ଯୋଗାଇ ଦେବେ ଏବଂ ସେଇ ରେଜିଷ୍ଟରଟି ଆପଣଙ୍କର କଣ ଓପେନ ରହିବ ସମସ୍ତ ଯେତେବେଳେ ଇନ୍ସପେକ୍ସନ କରାହଉଛି ପବ୍ଲିକ ପାଇଁ members of the public as required in respect of the proactive disclosure ପୁରା ଓପେନ ରହିବ ଏବଂ 3 ପ୍ରକାରେ କ୍ୟାଶ ରେଜିଷ୍ଟର କମଜି ମଧ୍ୟ ସେ ମେଣ୍ଟେନ କରିବେ କି ପବ୍ଲିକ ଇନଫର୍ମେସନ ଅଫିସର ଗୋଟେ ନିକଟସ୍ଥ ସେଡ୍ୟୁଲ ବ୍ୟାଙ୍କରେ ଗୋଟେ ଜିରୋ ଇନଭେଷ୍ଟମେଣ୍ଟ ଆକାଉଣ୍ଟ ନମ୍ବର କ୍ରିଏଟ କରାହବ ଏବଂ ସେଥିରେ ପିଆଇଙ୍କ ନାଁରେ ରହିବ କି ଡେଜିନେସନ ରହିବ ସେଟା ଡିସାଇଡ କରିବେ ହେଡ ଅଫ ଅଫିସ। ତ ଆପଣମାନେ এই ଭିଡିଓଟି ସମ୍ପୂର୍ଣ୍ଣ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।